ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଭଉଣୀମାନେ, ପୁନର୍ବାର ଆପଣମାନଙ୍କୁ ମୋର ପ୍ରେମ ନମସ୍କାର ଜଣାଏ। ଏହି ଦିନ ଗୁଡ଼ିକରେ ଆମମାନେ ବିଭିନ୍ନ ପରିସ୍ଥିତି ମଧ୍ୟରେ ଖ୍ରୀଷ୍ଟ ବିଶ୍ୱାସୀ ପୁଣି ଖ୍ରୀଷ୍ଟ ସେବକ ସେବିକା ଭାବରେ ଏପରିକି ଆମମାନଙ୍କର ମାଣ୍ଡଳିକ ଜୀବନକୁ ଯେତେବେଳେ ଆମେ ଲକ୍ଷ୍ୟ କରୁଛୁ, କେତେକ ଆସ୍ତରେ ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତି ଗୁଡ଼ିକ ଆମମାନଙ୍କର ଖ୍ରୀଷ୍ଟୀୟ ବିଶ୍ୱାସର ଜୀବନକୁ, ଆମମାନଙ୍କର ମାଣ୍ଡଳିକ ଜୀବନକୁ, ଏପରିକି ଆମମାନଙ୍କର ସେବା କାର୍ଯ୍ୟର ଜୀବନକୁ ବିଭିନ୍ନ ପ୍ରକାର ପ୍ରତିବାଧା ସୃଷ୍ଟି କରୁଛି। ତାଡ଼ନା, ନିନ୍ଦା, ଅପମାନ ଏ ସମସ୍ତ ଯେ ଖ୍ରୀଷ୍ଟୀୟ ଜୀବନରେ, ଖ୍ରୀଷ୍ଟୀୟ ସେବା କାର୍ଯ୍ୟରେ ଯେ ଅପରିହାର୍ଯ୍ୟ ବିଷୟ, ତାହା ଆମେ ଗତ ଦିନ ଗୁଡ଼ିକରେ ଆମେ ଲକ୍ଷ୍ୟ କରି ଆସୁଛୁ। କିନ୍ତୁ ଆମେ ସ୍ମରଣ ରଖିବା ଯେ କ୍ଲେଶ ଭୋଗ, ତାଡ଼ନା, ସୁସମାଚାର ବିରୋଧରେ ସବୁ ପ୍ରକାର ପ୍ରତିବାଦ କୌଣସି ପ୍ରକାର ଭାବରେ ଈଶ୍ୱରଙ୍କର ସେବା କାର୍ଯ୍ୟକୁ, ତାଙ୍କର ରାଜ୍ୟ ବିସ୍ତାରକୁ କୌଣସି ପ୍ରକାର ଦୁର୍ବଳ କରି ନଥାଏ। ମାତ୍ର ସବୁବେଳେ ତାଡ଼ନା ଈଶ୍ୱରଙ୍କ ରାଜ୍ୟ ବୃଦ୍ଧିର କାରଣ ହେଇଥାଏ। କିନ୍ତୁ ଆଜିର ପ୍ରଶ୍ନ ହେଉଛି, ଯେତେବେଳେ ଆପଣ ପୁଣି ମୁଁ ଖ୍ରୀଷ୍ଟ ବିଶ୍ୱାସୀ ଭାବରେ, ଖ୍ରୀଷ୍ଟୀୟ ମଣ୍ଡଳୀ ଭାବରେ ଆମେ ତାଡ଼ନାର ସମ୍ମୁଖୀନ ହେଉଛୁ, ପୁଣି ଆମେ ସ୍ମରଣ ରଖିବା ଯେ ଆଗାମୀ ଦିନ ଗୁଡ଼ିକରେ ଆମମାନଙ୍କର ନିମନ୍ତେ ଅନେକ ଦୁଃଖ ଭୋଗ ରହିଛି, ଅନେକ ତାଡ଼ନା ରହିଛି। କାରଣ ତାହା ଈଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ବାରମ୍ବାର ଆମମାନଙ୍କୁ ସ୍ମରଣ କରାଏ। ତେବେ ଏହି ପ୍ରକାର ପରିସ୍ଥିତି ମଧ୍ୟରେ ଯେତେବେଳେ ଆମେ ଯାଉ, ଅନେକ ସମୟରେ ଆମେ ନିରାଶ ହଉ, ଆମେ ହତାଶ ହଉ, ଅନେକ ସମୟରେ ଆମେ ଭାବୁ ଯେ ସତେ ଯେପରି ଏ ସମସ୍ତ ଦୁଃଖ ଭୋଗ ଆମମାନଙ୍କର ମନ୍ଦ କାର୍ଯ୍ୟ ଦ୍ୱାରା, କିନ୍ତୁ ନା, ସେଥିପାଇଁ ଆମେ ପରବର୍ତ୍ତୀ ଦିନ ଗୁଡ଼ିକରେ ଆଜି ମତ ପାଠ କରିବା ଯେ କିପରି ଭାବରେ ପ୍ରେରିତ ପିତରଙ୍କର ସମୟରେ ମତ ଏହି ପ୍ରକାର ଏକ ବାସ୍ତବ ପରିସ୍ଥିତି ଘଟିଥିଲା। ଆମେ ପ୍ରଥମ ପିତର ଯେତେବେଳେ ଆମେ ପାଠ କରିବା ପାଇଁ ଆରମ୍ଭ କରୁଛୁ, ମନେ ରଖିବା ପ୍ରେରିତ ପିତର ଯଦ୍ୟପି ତାଙ୍କର ଜୀବନରେ ଅନେକ ପ୍ରକାର ଦୁର୍ବଳତା ଥିଲା, ଉତ୍ଥାନ ପତନର ବିଷୟ ଗୁଡ଼ିକ ଥିଲା, ତଥାପି ପୁନରୁତ୍ଥାନ ପରେ ଏହି ପିତରଙ୍କର ଜୀବନରେ ଏକ ଅଦ୍ଭୁତ ପରିବର୍ତ୍ତନ ଆସିଲା। ଆଉ ତାପରେ ପରେ ଆମେ ପାଠ କରୁଛୁ କିପରି ସମରୀୟ ଲୋକମାନଙ୍କ ମଧ୍ୟରେ, ବିଜାତୀୟ ମାନଙ୍କର ମଧ୍ୟରେ, ଯହୁଦୀ ମାନଙ୍କର ମଧ୍ୟରେ ସେବା କାର୍ଯ୍ୟ ଅଧିକ ପରିମାଣରେ ତାଙ୍କ ଦ୍ୱାରା ବୃଦ୍ଧି ପାଇବା ପାଇଁ ଆରମ୍ଭ ହେଲା। ହଁ, ତାଙ୍କର ସମୟରେ ପ୍ରେରିତ ପାଉଲ ମଧ୍ୟ ସେବା କାର୍ଯ୍ୟ କରୁଥିଲେ। ମନେ ହୁଏ ପ୍ରେରିତ ପାଉଲ ବିଜାତି ମାନଙ୍କ ମଧ୍ୟରେ ସୁସମାଚାରକୁ ବହି ନେଉଥିଲେ। ଯୋଉ ଜାଗା ମାନଙ୍କରେ ସୁସମାଚାର ପହଞ୍ଚି ନଥିଲା, ମଣ୍ଡଳୀ ସ୍ଥାପନ ହେଇନଥିଲା, ଏପରି ଅଣଜିହତି ମାନଙ୍କ ମଧ୍ୟରେ ସେ କ୍ରମାଗତ ଭାବରେ ଗୋଟିଏ ସ୍ଥାନ ପରେ ଆଉ ଗୋଟିଏ ସ୍ଥାନକୁ ସୁସମାଚାର ନେଇଯାଇ ମଣ୍ଡଳୀ ଗୁଡ଼ିକ ସ୍ଥାପନ କଲେ। କିନ୍ତୁ ଅନ୍ୟ ପକ୍ଷରେ ପ୍ରେରିତ ପିତର, ତାଙ୍କର ଆହ୍ୱାନ ଥିଲା ଯେପରି ସେ ଭାଇମାନଙ୍କୁ ଉତ୍ସାହିତ କରିବେ, ବିଶ୍ୱାସରେ ସୁଦୃଢ଼ କରିବେ, ପୁଣି ମଣ୍ଡଳୀ ମଧ୍ୟରେ ଯେପରି ନୂତନ ଜାଗରଣ ଆଣିବେ, ଯେପରି ବିଶ୍ୱାସୀ ମାନେ ମାଣ୍ଡଳିକ ଭାବରେ ସେମାନେ ବିଶ୍ୱାସରେ ସ୍ଥିର ରହିବେ। ଗୋଟିଏ କ୍ଷେତ୍ରରେ ପ୍ରେରିତ ପାଉଲ ବିଜାତି ମାନଙ୍କ ମଧ୍ୟକୁ ଗଲେ, ଆଉ ପ୍ରେରିତ ପିତର ସେମାନେ ସୁଜାତି ଯହୁଦୀ ମାନଙ୍କର ମଧ୍ୟରେ କାର୍ଯ୍ୟ କଲେ। ତେବେ ଆମେ ଲକ୍ଷ୍ୟ କରୁଛୁ ପରବର୍ତ୍ତୀ ସମୟରେ ସିନା ମଧ୍ୟ କିଛି ସମୟ ପାଇଁ ପ୍ରେରିତ ପିତରଙ୍କର ସେବା କାର୍ଯ୍ୟରେ ସହଯୋଗ କରିଥିଲେ। ଯେତେବେଳେ ଜେରୁସାଲେମରେ ସେଇ ସମ୍ମିଳନୀ କାର୍ଯ୍ୟ ଚାଲୁଥିଲା, ସମ୍ମିଳନୀ ପରେ ପରେ ଆମେ ପ୍ରେରିତ ପିତରଙ୍କର ସେବା କାର୍ଯ୍ୟ ବିଷୟରେ ବିଶେଷ କିଛି ଲକ୍ଷ୍ୟ କରିପାରୁନୁ। ହେଇପାରେ ସେହି ସମୟରେ ଆଦ୍ୟ ମଣ୍ଡଳୀରେ ତାଡ଼ନା ବୃଦ୍ଧି ପାଉଥିଲା, ତଥାପି ସେ ସମସ୍ତ ମଧ୍ୟରେ ପ୍ରେରିତ ପିତର ତାଙ୍କର ସେବା କାର୍ଯ୍ୟକୁ ଆଗେଇ ନେଇଥିଲେ। ମନେ ହୁଏ, ଜଣାପଡ଼ୁଛି ଯେ ଯେତେବେଳେ ନୀର 68 ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କଲେ, ତା ପୂର୍ବରୁ ହୁଏତ ପ୍ରେରିତ ପିତରଙ୍କୁ ଓଲଟ ଭାବରେ ଫାଶୀ ଦିଆଯାଇଥିଲା। ତେବେ ହେଇପାରେ ଖ୍ରୀଷ୍ଟାବ୍ଦ 64 ମସିହାରେ ପ୍ରେରିତ ପିତର ତାଙ୍କର ଏହି ଚିଠି ଦୁଇଟିକୁ ମଣ୍ଡଳୀ ଗୁଡ଼ିକ ନିକଟକୁ ସେ ଲେଖୁଥିଲେ। କୋଉ ପ୍ରକାର ମଣ୍ଡଳୀ? ସେହି ସମୟରେ ଏସିଆ ମାଇନର, ଯାହାକି ବର୍ତ୍ତମାନ ତୁର୍କୀକୁ
ପ୍ରଭୁ ତୁର୍କୀକୁ ପ୍ରକାଶ କରେ। ସେ ତୁର୍କୀର ପ୍ରାୟ 5ଟି ସ୍ଥାନରେ ପ୍ରେରିତ ପାଉଲଙ୍କର ଦ୍ୱାରା ମଣ୍ଡଳୀ ଗୁଡ଼ିକ ସ୍ଥାପନ କରାଯାଇଥିଲା। ମନେ ହୁଏ ପ୍ରେରିତ ପିତର ମଧ୍ୟ କେତେ ଗୁଡ଼ିଏ ମଣ୍ଡଳୀ ମଧ୍ୟରେ ତାଙ୍କର ସେବା କାର୍ଯ୍ୟକୁ ସେ ଚାଲୁ ରଖିଥିଲେ। ତେବେ ସମସ୍ତ ମଧ୍ୟରେ ଆମେ ପରିବେଶକୁ ଦେଖୁଛୁ, ଯେତେବେଳେ ଆଦ୍ୟ ମଣ୍ଡଳୀରେ ପୁଣି ସେଇ ତୁର୍କୀ ଅଞ୍ଚଳରେ ତାଡ଼ନା ଲାଗି ରହିଥିଲା, ପୁଣି ତାଡ଼ନାର ସମ୍ଭାବନା ଆଗାମୀ ଦିନ ଗୁଡ଼ିକରେ ଅଧିକ ପରିମାଣରେ ଆସୁଛି ବୋଲି ପ୍ରେରିତ ପିତର ଭଲ ଭାବରେ ଜାଣିଥିଲେ, ବିଶ୍ୱାସୀମାନେ ଜାଣିଥିଲେ, ଖ୍ରୀଷ୍ଟ ମଣ୍ଡଳୀ ମଧ୍ୟ ଜାଣିଥିଲା। ତେବେ ପ୍ରେରିତ ପିତରଙ୍କର এই ପ୍ରଥମ ପତ୍ରରେ ପିତର ବିଶ୍ୱାସୀ ଭାଇ ଭଉଣୀମାନଙ୍କୁ ଉତ୍ସାହ ଦଉଛନ୍ତି, ପ୍ରେରଣା ଦଉଛନ୍ତି, ସଚେତନ କରାଉଛନ୍ତି, ଜାଗ୍ରତ କରାଉଛନ୍ତି, ଯେପରି ସେମାନଙ୍କର ସେ ସବୁ ତାଡ଼ନାର ମଧ୍ୟରେ ଯେତେବେଳେ ସେମାନେ ଗତି କରୁଛନ୍ତି, ସେଇ ତାଡ଼ନା ଭିତରେ ଯେପରି ଖ୍ରୀଷ୍ଟଙ୍କର ପ୍ରତି, ଖ୍ରୀଷ୍ଟଙ୍କର ସେବା କାର୍ଯ୍ୟ ପ୍ରତି ଯେପରି ସେମାନେ ସ୍ଥିର ରହିବେ, ଅଟଳ ରହିବେ, ସେଥିରେ ବୃଦ୍ଧି ପାଇ ଆଗକୁ ଯିବେ, ଯେପରି କୌଣସି ପ୍ରକାର ଭାବରେ ସେମାନଙ୍କର ପ୍ରତି ଆସୁଥିବା ତାଡ଼ନା ଦ୍ୱାରା ସେମାନେ ଖ୍ରୀଷ୍ଟଙ୍କ ପ୍ରତି ଉଦାସୀନ ହେବେ ନାହିଁ, ସେବା କାର୍ଯ୍ୟରେ ସେମାନେ ଅବହେଳା କରିବେ ନାହିଁ, ଅବିଶ୍ୱସ୍ତ ହେବେ ନାହିଁ। ହଁ ପ୍ରିୟ ଭାଇ ଭଉଣୀମାନେ, କେଡ଼େ ବଡ଼ ଆହ୍ୱାନର ମଧ୍ୟରେ ସେଦିନ ପିତର, ଯେ କି ନିଜେ ମଧ୍ୟ ଅନେକ ତାଡ଼ନା ମଧ୍ୟରେ, ଅନେକ କଷ୍ଟ ମଧ୍ୟରେ ଆମେ ଲକ୍ଷ୍ୟ କରୁଛୁ, ଏପରି ତାଡ଼ନା ମଧ୍ୟରେ ଗଲେ ଯଦ୍ୱାରା କି ସେ ନିରଙ୍କ ଦ୍ୱାରା ମଧ୍ୟ, ରାଜାଙ୍କ ଦ୍ୱାରା ସେ ଓଲଟା ଭାବରେ ଫାଶୀ ଦଣ୍ଡ ମଧ୍ୟ ପାଇଲେ। ତେବେ ପ୍ରେରିତ ପିତର ଜାଣିଥିଲେ ତାଡ଼ନା ଭିତରେ ଯିବା କ'ଣ, କଷ୍ଟ ଭିତରେ ଯିବା କ'ଣ, କ୍ଲେଶ ମଧ୍ୟରେ ଯିବାର କ'ଣ। ହଁ ପ୍ରିୟ ବନ୍ଧୁଗଣ, ତାହା ଅତି ବାସ୍ତବ। ଯେତେବେଳେ ଆପଣ ପୁଣି ମୁଁ ଆମର ଖ୍ରୀଷ୍ଟୀୟ ଜୀବନରେ, ଖ୍ରୀଷ୍ଟୀୟ ସେବା କାର୍ଯ୍ୟରେ ତାଡ଼ନା ମଧ୍ୟରେ ଯାଇଥାଉ, ଦୁଃଖ କଷ୍ଟ ମଧ୍ୟରେ ଯାଇଥାଉ, ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତି ଆମମାନଙ୍କର ବିଶ୍ୱାସର ଜୀବନକୁ, ଆମର ସାକ୍ଷ୍ୟ ଜୀବନକୁ ବାରମ୍ବାର ଆଘାତ କରିଥାଏ, ସେତେବେଳେ ହିଁ ଆମମାନଙ୍କର ଜୀବନ ମାଧ୍ୟମରେ ଆମେ ଅନ୍ୟ ସହ ବିଶ୍ୱାସୀ ଭାଇ ଭଉଣୀମାନଙ୍କୁ, ସହ ସେବାକାରୀମାନଙ୍କୁ ଆମେ ଉତ୍ସାହ ଦେବା ପାଇଁ, ଆମେ ପ୍ରେରଣା ଦେବା ପାଇଁ, ସାହସିକତା କରିବା ପାଇଁ ଆମେ ଆଗେଇ ଆସିଥାଉ। ତେବେ ଦେଖୁଛୁ ପ୍ରେରିତ ପିତର এই ତାଡ଼ିତ ମଣ୍ଡଳୀକୁ ସେ ଉତ୍ସାହ ଦଉଛନ୍ତି, ଯେପରି ସେମାନେ ବିଶ୍ୱାସରେ ସ୍ଥିର ରହିଲେ। ଅନ୍ୟ କାରଣ କ'ଣ? ଯେପରି ସେମାନଙ୍କର ଚାରିପାଖରେ, ସେ ମଣ୍ଡଳୀ ଗୁଡ଼ିକର ଚାରିପାଖରେ ଯେଉଁ ବିଜାତୀୟ ମାନେ ଅଛନ୍ତି, ସେମାନେ ଯେପରି এই ବିଶ୍ୱାସୀ ମାନଙ୍କର ସ୍ଥିର ବିଶ୍ୱାସ, ଅଟଳ ସେବା କାର୍ଯ୍ୟ, ସୁସ୍ଥିରତାର ଜୀବନ, ସାକ୍ଷ୍ୟମୟ ଜୀବନ, ଯେଉଁ ଜୀବନ କି କୌଣସି ପ୍ରକାରେ ସେମାନଙ୍କର ପାଖରେ ନିନ୍ଦାର କାରଣ ହବନି, ସେଥିପାଇଁ ପିତର ଅତି ଜାଗ୍ରତ ଭାବରେ ସଚେତନ କରାଉଛନ୍ତି, ଭାଇ ଭଉଣୀମାନେ ବିଶ୍ୱାସରେ ସ୍ଥିର ରୁହ, ଅଟଳ ରୁହ, ଯେବେ ତୁମେ ନିନ୍ଦାର କାରଣ ହବନି। ବରଂ ଚାରିପାଖରେ ଯେଉଁ ବିଜାତୀୟ ମାନେ ଅଛନ୍ତି, ତୁମର ଏଇ ତାଡ଼ନାର ମଧ୍ୟରେ, ଏଇ ଦୁଃଖର ମଧ୍ୟରେ ଗଲାବେଳେ ଯେପରି ସେମାନେ ଦିନେ ମଧ୍ୟ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବେ। ହଁ, ମୌଳିକ ଭାବରେ ଆମେ ଲକ୍ଷ୍ୟ କରୁଛୁ, এই ପତ୍ରର ମୌଳିକ ଉଦ୍ଦେଶ୍ୟ ଥିଲା ଖ୍ରୀଷ୍ଟୀୟ ଜୀବନରେ ଦୁଃଖ ଭୋଗ। ହଁ, ଦୁଃଖ ଭୋଗ ମଧ୍ୟରେ କିପରି ଭାବରେ ବିଶ୍ୱାସରେ ସେମାନେ ସ୍ଥିର ରହିବେ, ଆଗକୁ ଚାଲିବେ। ପ୍ରିୟ ଭାଇ ଭଉଣୀମାନେ, ଆମମାନଙ୍କ ପାଇଁ ଏହି ପତ୍ରଟି ଏକ ବିଶେଷ ଭାବରେ ଉତ୍ସାହଜନକ ପତ୍ର। ତେବେ ଆଗାମୀ ଦିନ ଗୁଡ଼ିକରେ ଏହି ପତ୍ରକୁ ଆମେ ଆଉ ଟିକେ ଅଧିକ ଭାବରେ ଶିକ୍ଷା କରିବା ପାଇଁ ଆରମ୍ଭ କରିବା। ତେବେ ଆଜିର ପ୍ରଥମ ଶିକ୍ଷାରେ ଆମମାନଙ୍କର ମୌଳିକ ଚିନ୍ତା କ'ଣ ନା, ଗୌରବମୟ ପରିତ୍ରାଣ। ଖ୍ରୀଷ୍ଟଙ୍କର ଗୌରବମୟ ପରିତ୍ରାଣ, ଅନ୍ୟ ପ୍ରକାରେ ଖ୍ରୀଷ୍ଟିଆନ ଜୀବନରେ ପରିତ୍ରାଣ। ପ୍ରେରିତ ପାଉଲ, ପ୍ରେରିତ ପିତର ସେମାନଙ୍କୁ କହୁଛନ୍ତି, ଯେଉଁ ସମସ୍ତ ଦୁଃଖ କଷ୍ଟ ମଧ୍ୟରେ ଯାଉଛ, ସ୍ମରଣ ରଖ ଯେ ତୁମେ এই ଜଗତରେ ପ୍ରବାସୀ, এই ଜଗତରେ ତୁମେ ବିଦେଶୀ, এই ଜଗତ ତୁମର ଚିରସ୍ଥାୟୀ ବାସଗୃହ ନୁହେଁ, ତୁମେ ପ୍ରବାସୀ ଭାବରେ। କିନ୍ତୁ ମନେ ରଖ, ଯେଉଁ ତାଡ଼ନା ଭିତରେ ଯାଉଛ, ଯେଉଁ କଷ୍ଟ ଭିତରେ ଯାଉଛ, ନିରୁତ୍ସାହ ହୁଅ ନାହିଁ। କାରଣ କ'ଣ ନା, ଏ ସମସ୍ତ ତୁମେ ଖ୍ରୀଷ୍ଟଙ୍କ ସକାଶେ ଦୁଃଖ ଭୋଗ କରୁଛ।
ନିଜର ମନ୍ଦ କର୍ମ ହେତୁ ନୁହେଁ, ନିଜର ଦୁଷ୍ଟତା ହେତୁ ନୁହେଁ। ସେଥିପାଇଁ ଆନନ୍ଦ କର, ଉତ୍ସାହିତ ହୁଅ। ଆଉ କଣ ନା ମନେ ରଖ, ଏଇ ତୁମର ଦୁଃଖ ଭୋଗ କେବଳ କ୍ଷଣକାଳ ସ୍ଥାୟୀ। ଆଉ ତୁମର ନିମନ୍ତେ ଯୋଉ ଭରସା ଅଛି, ଗୌରବମୟ ଭରସା, ସେଇ ଭରସା କଣ? ଗୌରବମୟ ପରିତ୍ରାଣ। ତେବେ ପ୍ରଥମ ପର୍ବ 2 ପର୍ବର 10 ପଦ ଭିତରେ ଆମେ এই ବିଶେଷ ଅଂଶଟିକୁ ପାଠ କଲାବେଳେ ଆମେ ଲକ୍ଷ୍ୟ କରୁଛୁ, ପିତରଙ୍କର ଦୃଷ୍ଟି ଥିଲା ଯେପରି ଖ୍ରୀଷ୍ଟ ବିଶ୍ୱାସୀ ମାନେ ଖ୍ରୀଷ୍ଟଙ୍କର ଗୌରବମୟ ପରିତ୍ରାଣ ବିଷୟରେ ସେମାନଙ୍କର ମନକୁ, ସେମାନଙ୍କର ହୃଦୟକୁ ଯେପରି ଅଧିକାର କରିନେବେ। ତେବେ ଆମେ ପାଠ କରିଛୁ ପ୍ରଥମ ପଦରେ ପ୍ରେରିତ ପିତର ସେମାନଙ୍କୁ କହୁଛନ୍ତି, ମନେ ରଖ ପ୍ରିୟ ଭାଇ ଭଉଣୀ ମାନେ, ତୁମର ଜୀବନର ସମସ୍ତ ପଥରେ ଈଶ୍ୱରଙ୍କର ଯେପରି ଗୌରବ ହେବା ପାଇଁ ପାରିବ। ତୁମେ ଯଦି ବଞ୍ଚିଛ, ବିଶ୍ୱାସୀ ଭାବରେ ବଞ୍ଚିଛ, ମନେ ରଖ ତୁମର ଜୀବନ ଯେପରି ଖ୍ରୀଷ୍ଟଙ୍କର ଗୌରବର କାରଣ ହବ। କାରଣ କଣ ନା এই ଗୌରବମୟ ସୁସମାଚାରକୁ ତୁମେ ବିଶ୍ୱାସ କରିଛ। সেই ସୁସମାଚାର କଣ? ମଣିଷର କଳ୍ପିତ କାହାଣୀ ନୁହେଁ, ତାହା ଖ୍ରୀଷ୍ଟଙ୍କର ସୁସମାଚାର। ପ୍ରେରିତ ପିତର ସ୍ପଷ୍ଟ ଭାବରେ କହୁଛନ୍ତି, ଖ୍ରୀଷ୍ଟଙ୍କର ସୁସମାଚାର କଣ? ଖ୍ରୀଷ୍ଟଙ୍କର ଦୁଃଖ ଭୋଗ ତୁମର ପାପ ପାଇଁ, ତୁମର ବାଧ୍ୟତା ପାଇଁ। ସ୍ମରଣ ରଖ, ଖ୍ରୀଷ୍ଟ ଆପଣର ଜୀବନକୁ ସେ ଦାନ କଲେ। ଆଉ ତାଙ୍କର ମୃତ୍ୟୁ ଭୋଗରେ, ତାଙ୍କର ପୁନରୁତ୍ଥାନରେ, ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା, ଅନୁଗ୍ରହରେ ତୁମେ ଏହି ପରିତ୍ରାଣ ପ୍ରାପ୍ତ ହେଇଅଛ। ତାହା ତୁମର କାର୍ଯ୍ୟ ଦ୍ୱାରା ନୁହେଁ, ତୁମର ଧାର୍ମିକତା ଦ୍ୱାରା ନୁହେଁ। ସେଥିପାଇଁ ପିତର ସେମାନଙ୍କର ମନକୁ ଏହି ପ୍ରକାର ଭାବରେ ସେମାନେ ଉତ୍ସାହିତ କରୁଛନ୍ତି, ଭାଇ ଭଉଣୀ ମାନେ ମନେ ରଖ, এই হচ্ছে গৌরবময় সুসমাচার, খ্রিস্টଙ୍କର ସୁସମାଚାର। ଯୋଉ ଖ୍ରୀଷ୍ଟଙ୍କ ସୁସମାଚାରକୁ ତୁମେ ଜୀବନରେ ବିଶ୍ୱାସ କରିଛ, ମନେ ରଖ ତାହା କେବଳ ଅସ୍ଥାୟୀ ନୁହେଁ, ମାତ୍ର ଏହା ଗୌରବମୟ ସୁସମାଚାର। କାରଣ ଏହା ଏକ ବାସ୍ତବ ଭରସାକୁ ଆହ୍ୱାନ କରେ। ଉପରକୁ ଅନାଅ, ଭବିଷ୍ୟତକୁ ଅନାଅ। ବର୍ତ୍ତମାନର ଦୁଃଖ ଭୋଗ ପ୍ରତି ଆପଣା ମନକୁ ଆସକ୍ତ କର ନାହିଁ, ନିଜସ୍ୱ ବିଷୟରେ ଆସକ୍ତ ହୁଅ ନାହିଁ, ତଳକୁ ଦେଖ ନାହିଁ। ମନେ ରଖ, ଏହା କଣ ନା ଏକ ଗୌରବମୟ ଭରସାକୁ ତୁମକୁ ଦେବା ପାଇଁ ଆହ୍ୱାନ ଦଉଛି। କୋଉ ଭରସା, କୋଉ ବିଷୟ ଲେଖାଯାଉଛି 2 ପଦରେ ଆମେ ପାଠ କରୁଛୁ। ତୁମର ଅଧିକାର କଣ? এই ଜଗତରେ ହେଇପାରେ ତୁମେ ନିନ୍ଦିତ, ତାଡ଼ିତ, ସବୁକିଛି ହରେଇଛ। ହେଇପାରେ ସମୟ ଆସିବ ତୁମେ ମୃତ୍ୟୁ ଭୋଗ କରିବ, କିନ୍ତୁ ମନେ ରଖ, ଆମେ 4 ପଦରେ ପାଠ କରୁଛୁ। ପ୍ରଥମ ପର୍ବ 4 ପଦରେ ପିତର କହୁଛନ୍ତି, ଯେଉଁ ଅକ୍ଷୟ, ଅକଳଙ୍କିତ, ଅଜର ଅଧିକାର ତୁମମାନଙ୍କ ନିମନ୍ତେ ସ୍ୱର୍ଗରେ ସଞ୍ଚିତ ହୋଇ ରହିଅଛି, ତାହା ପାଇବା ନିମନ୍ତେ ଆପଣାର ମହାଦୟାରେ ସେ ଆମ୍ଭମାନଙ୍କୁ ପୁନର୍ଜନ୍ମ ଦେଇଅଛନ୍ତି। ଆମମାନଙ୍କର ଜନ୍ମ କଣ? ଯେପରି ଆମମାନେ ଖ୍ରୀଷ୍ଟଙ୍କର ଏହି ଗୌରବମୟ ପରିତ୍ରାଣକୁ ନିଜର ଜୀବନରେ ଆମମାନେ ଯେପରି ଗ୍ରହଣ କରିବା। ଏହି ଅଧିକାର କଣ? କୋଉ ପ୍ରକାର ପରିତ୍ରାଣ? ଯାହାକି ସେ କହୁଛନ୍ତି ଯେ ଅକ୍ଷୟ, ଯାହା କ୍ଷୟ ପାଇବ ନାହିଁ। এই ଭରସା କେବେ କ୍ଷୟ ପାଇବ ନାହିଁ, এই ପରିତ୍ରାଣ କେବେ କଳଙ୍କିତ ହବ ନାହିଁ। ଅଜର, ଅକ୍ଷୟ, ଅକଳଙ୍କିତ ପ୍ରିୟ ଭାଇ ଭଉଣୀ ମାନେ, এই ହଉଛି ସୁସମାଚାର, এই ହଉଛି ଆମମାନଙ୍କର ପରିତ୍ରାଣ। ଖ୍ରୀଷ୍ଟୀୟ ଜୀବନର ପରିତ୍ରାଣ କଣ? ଏହା ଅଜର, ଏହା ଅକ୍ଷୟ, ଏହା ଅମଳିନ, ଏହା ଅକଳଙ୍କିତ। କଣ সেই ପରିତ୍ରାଣ? ପିତର କହୁଛନ୍ତି, ପ୍ରିୟ ଭାଇ ଭଉଣୀ ମନେ ରଖ, ଦୁଃଖ ତାଡ଼ନାର ମଧ୍ୟରେ এই ଯୋଉ ଅକ୍ଷୟ, ଅକଳଙ୍କିତ ପରିତ୍ରାଣ ତୁମର ଜୀବନରେ ତୁମେ ଗ୍ରହଣ କରିଛ, ତାହା ନିମନ୍ତେ ତୁମେ କେବଳ ଆହୁତ ହୋଇଅଛ ତାହା ନୁହେଁ, ମାତ୍ର ଅନନ୍ତ କାଳ ନିମନ୍ତେ ତୁମେ ସଞ୍ଚିତ ହୋଇଅଛ। ଖ୍ରୀଷ୍ଟ ତୁମକୁ ନିଜର ସନ୍ତାନ, ସନ୍ତତି ଭାବରେ ସେ ସଞ୍ଚୟ କରି ରଖିଛନ୍ତି। ହଁ ମନେ ରଖ, ଧୀରେ ଧୀରେ ଅନ୍ଧକାର ମଧ୍ୟରେ ଥିଲ। ତୁମର ପୂର୍ବପୁରୁଷ ମାନଙ୍କର ପରି ତୁମେ ପ୍ରତିମା ପୂଜା କରୁଥିଲ, ଅନ୍ଧକାରେ ଜୀବନ କାଟୁଥିଲ, ଅଜ୍ଞାନତାରେ ଜୀବନ କାଟୁଥିଲ। କିନ୍ତୁ ଖ୍ରୀଷ୍ଟ ଅନୁଗ୍ରହ କରି ସେ ଅନ୍ଧକାର ମଧ୍ୟରୁ ତୁମକୁ ଆଲୋକ ମଧ୍ୟକୁ ଘେନି ଆଣିଛନ୍ତି।
ଦିନେ ତୁମେ ତାଙ୍କର ସନ୍ତାନ ନଥିଲ, ଆଜି ତୁମେ ତାଙ୍କର ସନ୍ତାନ ହେବାର ଯୋଗ୍ୟ ହେଇଅଛ। କେଡ଼େ ବଡ଼ ଅଧିକାର! এই ସମ୍ପତ୍ତି ତୁମର ନିମନ୍ତେ ସ୍ୱର୍ଗରେ ସଞ୍ଚିତ ହୋଇ ରହିଅଛି। କେବଳ ସେତିକି ନୁହେଁ, ମାତ୍ର 5 ପଦରେ ଆମେ ପାଠ କରୁଛୁ, କେବଳ ଏଥି ନିମନ୍ତେ ତୁମେ ଯେ ଆହୁତ ତାହା ନୁହେଁ, ମାତ୍ର ମନେ ରଖ ଏଇ ପରିତ୍ରାଣ ସ୍ୱର୍ଗରେ ତୁମ ପାଇଁ ସୁରକ୍ଷିତ ହୋଇଅଛି, ତାହାକୁ କେହି ନେଇଯିବେ ନାହିଁ। ପ୍ରିୟ ଭାଇ ଭଉଣୀମାନେ, ଦେଖିପାରୁଛୁ ଏ ଗୌରବମୟ ପରିତ୍ରାଣ ଦୁଃଖ କଷ୍ଟ ମଧ୍ୟରେ ଆମ ପାଇଁ କେବଳ ସଞ୍ଚିତ ହୋଇଛି ତାହା ନୁହେଁ, ମାତ୍ର ସୁରକ୍ଷିତ। ଖ୍ରୀଷ୍ଟ ତାହାକୁ ଆପଣଙ୍କ ପାଇଁ ମୋର ପାଇଁ ସୁରକ୍ଷା କରି ରଖିଛନ୍ତି। କିପରି? ତାଙ୍କର ଶକ୍ତିରେ। 5 ପଦରେ ଆମେ ପାଠ କରୁଛୁ, ପିତର କହୁଛନ୍ତି ଯେଉଁ ପରିତ୍ରାଣ ଶେଷ କାଳରେ ପ୍ରକାଶିତ ହେବା ପାଇଁ ପ୍ରସ୍ତୁତ ହୋଇଅଛି, ସେଥି ନିମନ୍ତେ ତୁମେମାନେ ଈଶ୍ୱରଙ୍କର ଶକ୍ତିରେ ବିଶ୍ୱାସ ଦ୍ୱାରା ସୁରକ୍ଷିତ ହୋଇଅଛ। ହଁ, ତୁମେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କଲ, ସେଥିପାଇଁ ଖ୍ରୀଷ୍ଟ ତୁମଙ୍କ ପକ୍ଷରେ ସ୍ୱର୍ଗରେ ଏଇ ଧନକୁ, ଏଇ ଅକ୍ଷୟ ଧନକୁ, ଅମିଳନ ଧନକୁ ସେ ସଞ୍ଚୟ କରି ରଖିଛନ୍ତି, ସୁରକ୍ଷିତ ଅବସ୍ଥାରେ ରଖିଛନ୍ତି। କେବଳ ସେତିକି ନୁହେଁ, ମାତ୍ର ମନେ ରଖ ଏଇ ଯେଉଁ ସମସ୍ତ ଦୁଃଖ ଭୋଗ ମଧ୍ୟ ଦେଇ ତୁମେ ବର୍ତ୍ତମାନ ଯାଉଛ, ସେଇ ପୁରସ୍କାର ପାଇବା ନିମନ୍ତେ ଖ୍ରୀଷ୍ଟ ତୁମମାନଙ୍କୁ ବର୍ତ୍ତମାନ ଏଇ ଏକ ପରିସ୍ଥିତି ମଧ୍ୟରେ ତୁମମାନଙ୍କୁ ପ୍ରସ୍ତୁତ କରୁଛନ୍ତି। ଏହା ହେଉଛି ତୁମର ପ୍ରସ୍ତୁତିର ସମୟ। ଦିନେ ସେଇ ଗୌରବର ଅଧିକାରୀ ହେବା ପାଇଁ, ସେଇ ଧନର ଅଧିକାରୀ ହେବା ପାଇଁ ବର୍ତ୍ତମାନ ଖ୍ରୀଷ୍ଟ ତୁମକୁ କଣ କରୁଛନ୍ତି ନା ତୁମକୁ ପ୍ରସ୍ତୁତ କରୁଛନ୍ତି। ପ୍ରସ୍ତୁତିର ଉପାୟ କଣ? ବର୍ତ୍ତମାନ ତୁମେ ବିଭିନ୍ନ ପ୍ରକାର ଭାବରେ କ୍ଲେଶ ଭୋଗ କରୁଅଛ, ତାଡ଼ନା ମଧ୍ୟରେ ଯାଉଅଛ, ବିଭିନ୍ନ ପ୍ରକାର ଭାବରେ ତୁମେ ପରୀକ୍ଷିତ ହେଉଅଛ। ତାହା ମାନେ 6 ପଦରେ ପାଠ କରୁଛୁ, ପିତର କହୁଛନ୍ତି ଯଦ୍ୟପି ବର୍ତ୍ତମାନ ଅଳ୍ପ ସମୟ ପାଇଁ ତୁମେ ନାନା ପ୍ରକାର ଭାବରେ ଦୁଃଖ ଭୋଗ କରିବା ତୁମମାନଙ୍କ ପକ୍ଷରେ ଆବଶ୍ୟକ ହୁଏ। 7 ପଦ, ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷଣୀୟ ସୁବର୍ଣ୍ଣ ଅପେକ୍ଷା, ମନେ ରଖ ଏଇ ପରୀକ୍ଷା ଆହୁରି ଅଧିକ ପରିମାଣରେ ବହୁମୂଲ୍ୟ। ଯେପରି ତୁମମାନଙ୍କର ବିଶ୍ୱାସ, ଖ୍ରୀଷ୍ଟଙ୍କ ଠାରେ ତୁମର ବିଶ୍ୱାସ ଯେପରି ପରୀକ୍ଷା ସିଦ୍ଧ ହୁଏ, ପୁଣି ଯୀଶୁଙ୍କର ଆଗମନ, ଖ୍ରୀଷ୍ଟଙ୍କର ଆଗମନ ସମୟରେ ଯେପରି ତୁମେ ପରୀକ୍ଷିତ ହେବା ପରେ ତୁମେ ତାଙ୍କର ପ୍ରଶଂସାର କାରଣ ହବ, ତୁମେ ତାଙ୍କର ଗୌରବର କାରଣ ହବ ଓ ସଂଗ୍ରାମର କାରଣ ହବ। ପ୍ରିୟ ଭାଇ ଭଉଣୀମାନେ, ଦେଖିପାରୁଛୁ ପିତର କହୁଛନ୍ତି ମୋର ପ୍ରିୟ ବିଶ୍ୱାସୀ ଭାଇ ଭଉଣୀମାନେ, ସେବକ ସେବିକା ମାନେ, ମନେ ରଖ এই ଯେଉଁ ସମସ୍ତ ଦୁଃଖ ଭୋଗ ମଧ୍ୟରେ ଯାଉଛ, ତାହା ତୁମମାନଙ୍କ ନିମନ୍ତେ ଆବଶ୍ୟକ। ବିନା ଦୁଃଖ ଭୋଗରେ, ବିନା ଅଗ୍ନିରେ, ବିନା ତାଡ଼ନାର ମଧ୍ୟରେ ତୁମର ଜୀବନ କେବେ ହେଲେ ପରିଷ୍କୃତ ହବ ନାହିଁ। ହଁ ପ୍ରିୟ ବନ୍ଧୁଗଣ, ମନେ ରଖିବା ଯେଉଁ ଅଗ୍ନି ଆମମାନଙ୍କୁ କଣ କରେ? ନାଶ କରେ। ସେଇ ଅଗ୍ନି ଆମମାନଙ୍କୁ ପରିଷ୍କୃତ କରେ। ଅଗ୍ନି ରୂପ ବନ୍ଧୁଗଣ, ଆଜି କଣ ଆପଣଙ୍କ ମଧ୍ୟରୁ କିଏ ସେ ପ୍ରକାର ଦୁଃଖ ମଧ୍ୟରେ ଯାଉଛୁ, କଷ୍ଟ ମଧ୍ୟରେ ଯାଉଛୁ, ଖ୍ରୀଷ୍ଟଙ୍କ ସକାଶେ, ଖ୍ରୀଷ୍ଟଙ୍କର ସେବା ସକାଶେ ମନରେ ପ୍ରଶ୍ନ ଆସୁଛି, କାହିଁକି ଏ ଦୁଃଖ, କାହିଁକି ଏ କ୍ଲେଶ, କାହିଁକି ଏ ତାଡ଼ନା, କାହିଁକି ଏ ପ୍ରତିବାଦ, ଆଉ କେତେ ଦିନ? ଏହା କଣ ମୋର ବିଶ୍ୱାସର ଜୀବନର ଅଂଶ? ଏହା କଣ ମୋର ସେବା କାର୍ଯ୍ୟର ଅଂଶ? ହଁ ପ୍ରିୟ ଭାଇ ଭଉଣୀ ମାନେ, ପିତର ଆଜି ଆମମାନଙ୍କୁ କହୁଛନ୍ତି, ହଁ ଏ ସମସ୍ତ ତୁମମାନଙ୍କର ବିଶ୍ୱାସର ଜୀବନ ପାଇଁ, ଏ ସମସ୍ତ ତୁମର ସେବା କାର୍ଯ୍ୟ ଜୀବନ ପାଇଁ ନିତାନ୍ତ ଆବଶ୍ୟକ। କାରଣ ଏହା ବିନା ତୁମର ଜୀବନ ପରିଷ୍କୃତ ହବ ନାହିଁ। ଏହା ବିନା ତୁମର ବିଶ୍ୱାସର ଜୀବନ, ଖ୍ରୀଷ୍ଟଙ୍କ ଠାରେ ତୁମର ସେବାର ଜୀବନ କୌଣସି ପ୍ରକାରେ ସୁସ୍ଥିର ହବ ନାହିଁ, ସୁଦୃଢ଼ ହବ ନାହିଁ। ତୁମର ସେବା କାର୍ଯ୍ୟର ଜୀବନ ପରୀକ୍ଷିତ ହେବା ଆବଶ୍ୟକ। ପ୍ରିୟ ଭାଇ ଭଉଣୀ, ଅନେକ ସମୟରେ ଯେହେତୁ ଆମେ ତାଡ଼ନାର ମଧ୍ୟରେ ଯାଉନୁ, ଦୁଃଖ କଷ୍ଟ ମଧ୍ୟରେ ଯାଉନୁ, ସେଥିପାଇଁ ଆମମାନଙ୍କର ବିଶ୍ୱାସର ଜୀବନ ଦୁର୍ବଳ ହେଇ ପଡୁଛି। ଆମମାନଙ୍କର ବିଶ୍ୱାସ ଜୀବନରେ ହାରି ଯାଉଛୁ, ଆମମାନଙ୍କର ସେବାର ଜୀବନରେ ହାରି ଯାଉଛୁ। କିନ୍ତୁ ମନେ ରଖିବା, ଯେଉଁ ବିଶ୍ୱାସ ମାନେ ନିନ୍ଦା, ତାଡ଼ନା, ଅପମାନ
ମତ ଦେଇ ଦିନ ପ୍ରତିଦିନ ଯାଉଛନ୍ତି, ସେମାନଙ୍କର ବିଶ୍ୱାସରେ ସେମାନେ ବୃଦ୍ଧି ପାଉଛନ୍ତି, ବଳିଷ୍ଠ ହେଉଛନ୍ତି। ଯେଉଁ ପାଳକମାନେ, ଯେଉଁ ପ୍ରଚାରକମାନେ, ଯେଉଁ ମିଶନରୀ ମାନେ ଦିନ ପ୍ରତିଦିନ ତାଡ଼ନାର ମଧ୍ୟରେ ଯାଉଛନ୍ତି, ପିତର କହୁଛନ୍ତି ଯାଅ ଯାଅ। ଏ ସମସ୍ତ ମଧ୍ୟରେ ତୁମର ସେବା କାର୍ଯ୍ୟ ଆହୁରି ଉଜ୍ଜଳୀକୃତ ହବ, କାରଣ ଦିନ ଆସିବ ଯେତେବେଳେ ଖ୍ରୀଷ୍ଟ ଆସିବେ। ମନେ ରଖ, ଏ ସବୁ ଦୁଃଖ ଦୂର ହେଇଯିବ, ଏ ନିନ୍ଦା ଅପମାନ ଦୂର ହେଇଯିବ। ତୁମେ ତାଙ୍କର ଦୃଷ୍ଟିରେ କଣ ହବ ନା ପ୍ରଶଂସାର ପାତ୍ର ହବ, ଗୌରବର ପାତ୍ର ହବ, ସମ୍ମାନର ପାତ୍ର ହବ। ହେ ପ୍ରିୟ ଭାଇ ଭଉଣୀ ମାନେ, ଯଦି କୌଣସି ପ୍ରକାର ଭାବରେ এই ନିନ୍ଦା ତାଡ଼ନାକୁ ଆମେ ନିଜ ଜୀବନରୁ ବାଦ ଦେବା, ତେବେ ଆମେ ସେ ଗୌରବର କେବେ ହେଲେ ଆମେ ଅଂଶୀଦାର ହେଇପାରିବା ନାହିଁ। ତେବେ এই ସମସ୍ତ ମଧ୍ୟରେ ପିତର କହୁଛନ୍ତି, ମନେ ରଖ, ଯେଉଁ ବିଷୟ ଗୁଡ଼ିକ ତୁମମାନଙ୍କର ଜୀବନରେ ଆସୁଛି ବର୍ତ୍ତମାନ ସମୟରେ, এই ଦୁଃଖ ଭୋଗ ମଧ୍ୟରେ ତୁମେ ସେଇ ଗୌରବକୁ, ଈଶ୍ୱରଙ୍କର ସେଇ ସୁସମାଚାରର ଗୌରବକୁ, ପରିତ୍ରାଣର ଗୌରବକୁ ତୁମର ନିଜର ଜୀବନରେ ମଧ୍ୟ ତୁମେ ଅଂଶ ଗ୍ରହଣ କରିପାରିବ। ସେଇ ଅନୁଭୂତି ଭିତରେ ତୁମେ ବର୍ତ୍ତମାନ ମଧ୍ୟ ଯାଇପାରିବ। ତାହା ମାନେ ପାଠ କରୁଛୁ 8 ପଦରୁ 12 ପଦ ଭିତରେ ପ୍ରେତ ସୁନ୍ଦର ଭାବରେ କହୁଛନ୍ତି। 8 ପଦରେ ଲେଖାଯାଏ, ତୁମେ ମାନେ ତାହାକୁ ନ ଦେଖି ଏଇ ଦୁଃଖ ଭୋଗ ଭିତରେ ତୁମେ ଭାବୁଛ ଖ୍ରୀଷ୍ଟ ଗଲେ କୁଆଡେ, ମୁଁ ତାଙ୍କୁ ବିଶ୍ୱାସ କଲି, ମୁଁ ତାଙ୍କର ସେବା କଲି, ମୁଁ ତାଙ୍କୁ ଦେଖି ପାରୁନି, ତାଙ୍କର କାର୍ଯ୍ୟକୁ ଦେଖି ପାରୁନି। ପିତର କହୁଛନ୍ତି, ତୁମେ ମାନେ ତାହାକୁ ନ ଦେଖି ପ୍ରେମ କରୁଅଛ। ଖ୍ରୀଷ୍ଟ ତୁମକୁ ପ୍ରେମ କଲେ, ବର୍ତ୍ତମାନ ଦୁଃଖ ଭୋଗରେ ତୁମେ ଯଦି ତାଙ୍କୁ ଦେଖି ପାରୁନ, ତଥାପି ମନେ ରଖ, ତୁମେ ତାକୁ ପ୍ରେମ କରୁଛ। ପ୍ରେମ କରି ତୁମେ କହୁଛ, ଖ୍ରୀଷ୍ଟ ତୁମର ପ୍ରେମରୁ ମୋତେ କେହି ବିଚ୍ଛିନ୍ନ କରିପାରିବ ନାହିଁ। ତାହାକୁ ତୁମେ ଜୀବନରେ ଅନୁଭବ କରୁଛ। ପ୍ରେମ କରି ଚାଲ, ଖ୍ରୀଷ୍ଟଙ୍କୁ ପ୍ରେମ କରି ଚାଲ, ତାଙ୍କର ସେବା କାର୍ଯ୍ୟକୁ ପ୍ରେମ କରି ଚାଲ। ଖ୍ରୀଷ୍ଟଙ୍କର ପ୍ରେମ, ପ୍ରିୟ ଭାଇ ଭଉଣୀ ମାନେ, ମନେ ରଖିବା, ଏହି ବର୍ତ୍ତମାନ ଦୁଃଖ ଭୋଗ ସମୟରେ ମଧ୍ୟ ଖ୍ରୀଷ୍ଟଙ୍କର ପ୍ରେମକୁ ଆମମାନଙ୍କର ଜୀବନରେ ଆମେ ବାସ୍ତବ ଭାବରେ ଅନୁଭବ କରିବା। ମନେ ରଖିବା, ଖ୍ରୀଷ୍ଟଙ୍କ ପ୍ରେମରୁ କୌଣସି ବିଷୟ ଆମମାନଙ୍କୁ ବିଚ୍ଛିନ୍ନ କରିପାରିବନି। ସେଥିପାଇଁ ପାଉଲ କେତେ ସୁନ୍ଦର ଭାବରେ ସେ କହୁଛନ୍ତି, ରୋମୀୟ 8 ପର୍ବରେ 28 ପଦରେ କହୁଛନ୍ତି, ଏପରିକି ମୃତ୍ୟୁ, ଧାରଣା, ଦୁଃଖ, କଷ୍ଟ କୌଣସି ପ୍ରକାରେ କେବଳ ପ୍ରେମ ନୁହେଁ, ମାତ୍ର ଲେଖାଯାଏ, ପୁଣି ଏବେ ସୁଦ୍ଧା ନ ଦେଖିଲେ କାହାଙ୍କ ଠାରେ ତୁମେ ବିଶ୍ୱାସ କରୁଅଛ। ନ ଦେଖି ପାରିଲା ମଧ୍ୟ ଖ୍ରୀଷ୍ଟଙ୍କର ପ୍ରେମ ତୁମକୁ ଆପରି ରଖିଛି, ଘେରି ରଖିଛି। ସେତିକି ନୁହେଁ, ପ୍ରେମ ସହିତ ବିଶ୍ୱାସ। ନ ଦେଖିଲେ ମଧ୍ୟ ତୁମେ ତାଙ୍କୁ ବିଶ୍ୱାସରେ ଜାବୁଡ଼ି ଧରିଛ। ପିତର କହୁଛନ୍ତି, ଜାବୁଡ଼ି ଧର, ଆହୁରି ଅଧିକ ପରିମାଣରେ ଜାବୁଡ଼ି ଧର ମୋର ବିଶ୍ୱାସୀ ଭାଇ ଭଉଣୀ ମାନେ, ମୋର ସେବାକାରୀ ମାନେ ବିଶ୍ୱାସରେ। କାରଣ ଯେଉଁମାନେ ତାଙ୍କଠାରେ ବିଶ୍ୱାସ କରନ୍ତି ସେମାନେ କେବେ ହେଲେ ଲଜ୍ଜିତ ହେବା ନାହିଁ। ତୃତୀୟରେ, କେବଳ ପ୍ରେମ ନୁହେଁ, ତୁମର ବିଶ୍ୱାସ ନୁହେଁ, ମାତ୍ର ମନେ ରଖ, ଏଇ ଦୁଃଖ, ଏଇ ତାଡ଼ନାର ମଧ୍ୟରେ ଦେଖାଯାଉଛି ତୁମର ସମ୍ମୁଖରେ ଅକଥନୀୟ ଓ ଗୌରବଯୁକ୍ତ ଆନନ୍ଦରେ ତୁମେ ଆନନ୍ଦିତ ହେଉଅଛ। ପ୍ରେମ, ବିଶ୍ୱାସ, ପୁଣି ଆନନ୍ଦ। ପ୍ରିୟ ଭାଇ ମାନେ ଦେଖିପାରୁଛୁ, ପିତର ସେମାନଙ୍କର ଆଭ୍ୟନ୍ତରୀଣ ଜୀବନ ମଧ୍ୟକୁ ଯାଇ କହୁଛନ୍ତି, ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରେମରେ ଆଗେଇ ଚାଲ, ବିଶ୍ୱାସରେ ଆଗେଇ ଚାଲ, ଆନନ୍ଦ କର। କାରଣ ଯେଉଁମାନେ ଦୁଃଖ ଭୋଗରେ ଆନନ୍ଦ କରନ୍ତି ସେମାନେ ଦିନେ ଈଶ୍ୱରଙ୍କର, ଖ୍ରୀଷ୍ଟଙ୍କର ଗୌରବର କାରଣ ହବ। ବନ୍ଧୁଗଣ, ଆଜି କଣ ଆପଣ ଦୁଃଖିତ? ଦୁଃଖ କରିବାର କୌଣସି କାରଣ ନାହିଁ। ଖ୍ରୀଷ୍ଟଙ୍କ ସକାଶେ ଦୁଃଖ ଭୋଗ କରି ଆମେ ଆନନ୍ଦ କରିବା। କାରଣ ସେଦିନ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଥିଲେ, ବିଶ୍ୱାସୀ ମାନଙ୍କୁ କହୁଥିଲେ ଯେ ଦୁଃଖ ଭୋଗରେ ତୁମେ ଆନନ୍ଦ କର, କାରଣ ଆନନ୍ଦ କର। କେବଳ ସେତିକି ନୁହେଁ, ଏହି ପ୍ରକାର ପରିସ୍ଥିତି ମଧ୍ୟରେ ପିତର ସେମାନଙ୍କୁ ଆଉ ଏକ ପର୍ଯ୍ୟାୟ ମଧ୍ୟକୁ ଆହ୍ୱାନ କରୁଛନ୍ତି। କଣ? ଯେଉଁମାନେ ତୁମମାନଙ୍କର ଚାରି ପାଖରେ ଅଛନ୍ତି, ଯେଉଁ ବିଜାତୀୟ ମାନେ ଅଛନ୍ତି, ଯେପରି ସେମାନଙ୍କର ନିକଟରେ ତୁମେ ଏକ ପବିତ୍ର ଜୀବନ ଆଚରଣ କରିବ। ତୁମର ଜୀବନ ଯେପରି କୌଣସି ପ୍ରକାର ନିନ୍ଦାର କାରଣ ହବ ନାହିଁ। ପବିତ୍ରତାର ଜୀବନ।
ଏକ ଗୌରବମୟ ସୁସମାଚାର ପରିତ୍ରାଣ ଦ୍ୱିତୀୟ ପର୍ଯ୍ୟାୟରେ ପିତର କହୁଛନ୍ତି ପବିତ୍ରତାର ଜୀବନ ତୁମମାନେ କାଟିବା ଏକାନ୍ତ ଆବଶ୍ୟକ। ତେବେ এই ପବିତ୍ରତାର ଜୀବନରେ ସେ ସ୍ମରଣ କରୁଛନ୍ତି ଯେ ଈଶ୍ୱରଙ୍କର ଗୌରବକୁ ତୁମେ ସ୍ମରଣ କର। 13 ପଦରେ ପିତର କହୁଛନ୍ତି ଅତଏବ ଆପଣା ଆପଣା ମନରୂପ କଟି ବନ୍ଧନ କରି ସଚେତନ ଥାଅ, ପୁଣି ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ଯେଉଁ ଅନୁଗ୍ରହ ତୁମ୍ଭମାନଙ୍କ ପ୍ରତି ବର୍ତ୍ତିବ ସେଥିରେ ସମ୍ପୂର୍ଣ୍ଣ ରୂପେ ଭରସା ରଖ। ପିତର କହୁଛନ୍ତି ଖ୍ରୀଷ୍ଟଙ୍କର ଆଗମନର ସମୟ ଆସିବା ପର୍ଯ୍ୟନ୍ତ ଏଇ ଭରସାକୁ, ଏଇ ଦୃଢ଼ ଭରସାକୁ ତୁମେ କ'ଣ କର ନା ଧରି ରଖ। କାରଣ ଯେତେବେଳେ ସେ ଆସିବେ ସେ ତୁମକୁ ଗୌରବରେ ଗ୍ରହଣ କରିବେ। ଭାଇ ଭଉଣୀମାନେ ଦେଖିପାରୁଛୁ ଈଶ୍ୱରଙ୍କର ଗୌରବକୁ ଭିତର ସେମାନଙ୍କର ହୃଦୟ ଭିତରେ, ସେମାନଙ୍କ ମନ ଭିତରେ ଏପରି ଭାବରେ ବାନ୍ଧି ରଖିବା ପାଇଁ କହୁଛନ୍ତି ତୁମର ମନରୂପ ଗୋଟିକୁ ବନ୍ଧନ କରି ରଖ। କାରଣ ଅନେକ ସମୟ କ'ଣ ହୁଏ ନା ଶୈତାନ ତୁମର ମନକୁ ଦୁର୍ବଳ କରିବ, ଅସ୍ଥିର କରିବ, ଅବିଶ୍ୱାସ ଆଣିବ, ସନ୍ଦେହ ଆଣିବ। ସେମାନେ ତୁମକୁ ଶୈତାନ କହିବ ବିଶ୍ୱାସ କରି ଲାଭ କ'ଣ, ଖ୍ରୀଷ୍ଟଙ୍କ ସେବା କରି ଲାଭ କ'ଣ? ନା, ପିତର କହୁଛନ୍ତି ନା, ସେଥିରେ ଲାଭ ଅଛି। ଖ୍ରୀଷ୍ଟ ଆସୁଛନ୍ତି। ଏଇ ଯୋଉ ଭରସା, ଏଇ ଭରସାକୁ ଧରି ରଖ। ସେ ଆସିବେ, ସେ ଆସିବେ ଆଉ ତୁମମାନଙ୍କୁ ଗୌରବରେ ଗ୍ରହଣ କରିବେ। କେବଳ ଈଶ୍ୱରଙ୍କର ଗୌରବ ନୁହେଁ, ମାତ୍ର ଦ୍ୱିତୀୟରେ ସ୍ମରଣ କରୁଛନ୍ତି ଯେ ଈଶ୍ୱରଙ୍କର ପବିତ୍ରତା। 15 ପଦରେ ପାଠ କରୁଛୁ ପିତର କହୁଛନ୍ତି ତୁମ୍ଭମାନଙ୍କର ଆହ୍ୱାନକର୍ତ୍ତା ଯେପରି ପବିତ୍ର, ତୁମ୍ଭେମାନେ ଆଜ୍ଞାବହ ସନ୍ତାନ ମାନଙ୍କର ପରି ସବୁ ଆଚରଣରେ ପବିତ୍ର ହୁଅ। ପ୍ରିୟ ଭାଇ ଭଉଣୀ ମାନେ, ପିତର କହୁଛନ୍ତି କେବଳ ସେଇ ଭରସାକୁ ମନରେ ବାନ୍ଧି ରଖ, ଦୃଢ଼ ଭାବରେ ବାନ୍ଧି ରଖ, ଅଟଳ ଭାବରେ ସ୍ଥିର ରୁହ। କେବଳ ନୁହେଁ, ମାତ୍ର ମନେ ରଖ ଈଶ୍ୱରଙ୍କର ପବିତ୍ରତା, ତାଙ୍କର ପବିତ୍ରତା। ସେ ଯେପରି ପବିତ୍ର, ତୁମମାନେ ସବୁ ଆଚରଣରେ, କଥାରେ, ବାର୍ତ୍ତାରେ, ଚାଲି ଚରଣରେ, এই ନିନ୍ଦା ଅପମାନ ମଧ୍ୟରେ ତୁମମାନେ ପବିତ୍ର ଆଚରଣ କରିବା ପାଇଁ କେବେ ହେଲେ ପଶ୍ଚାତ୍ପଦ ହୁଅ ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, କେଡ଼େ ବଡ଼ ଆହ୍ୱାନ ଆଜି ତାଡ଼ିତ ମଣ୍ଡଳୀ ପ୍ରତି, ତାଡ଼ିତ ବିଶ୍ୱାସୀ ମାନଙ୍କ ପ୍ରତି ଖ୍ରୀଷ୍ଟଙ୍କର ଏହି ଆହ୍ୱାନ। ହେ ମୋର ପୁଅ ଝିଅ ମାନେ, ହେ ମୋର ଦାସ ଦାସୀ ମାନେ, ହେ ମୋର ବିଶ୍ୱାସୀ ଭାଇ ଭଉଣୀ ମାନେ, ମନେ ରଖ ମୁଁ ଯେପରି ପବିତ୍ର, ମୁଁ ପବିତ୍ରତାରେ ତୁମକୁ ଆହ୍ୱାନ କରିଛି। ତୁମେ ଦିନେ ଅନ୍ଧକାର ଥିଲ, ତୁମେ ସନ୍ତାନ ହେଇଛ। ବର୍ତ୍ତମାନ ତୁମେ ଏକ ପବିତ୍ର ଜୀବନ ଆଚରଣ କରିବା ଆବଶ୍ୟକ, ଯେପରି ତୁମର ଚାରି ପାଖରେ ଥିବା ଲୋକମାନଙ୍କ ନିକଟରେ ଖ୍ରୀଷ୍ଟ ଯେପରି ନିନ୍ଦିତ ନ ହେବେ। ତୁମର ପବିତ୍ର ଆଚରଣ, ତୁମର କଥାବାର୍ତ୍ତା, ତୁମର ବ୍ୟବହାର, ଦୁଃଖ ଭିତରେ ତୁମର ଆନନ୍ଦ, ଦୁଃଖ ଭିତରେ ତୁମର ବିଶ୍ୱାସ, ଦୁଃଖ ଭିତରେ ତୁମର ପ୍ରେମ, ଏହା ଦେଖିବା ଦ୍ୱାରା ଏଇ ଚାରିପାଖର ବିଶ୍ୱାସୀ ଭାଇ ଭଉଣୀ ମାନେ ଦିନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବେ। ତାହା ହିଁ ମୋର ଲକ୍ଷ୍ୟ। ସେଥିପାଇଁ ପିତର କହୁଛନ୍ତି ବିଶ୍ୱାସକୁ ଧରି ରଖ, ମନେ ରଖ ଏହି ଭରସା, ପବିତ୍ରତାର ଜୀବନ। ତୃତୀୟ ବିଷୟ ପିତର କହୁଛନ୍ତି କେବଳ ଈଶ୍ୱରଙ୍କର ଗୌରବକୁ ଧରି ରଖ ତାହା ନୁହେଁ, ଈଶ୍ୱରଙ୍କର ପବିତ୍ରତାରେ ଜୀବନ କାଟ ତାହା ନୁହେଁ, ମାତ୍ର ମନେ ରଖ ଈଶ୍ୱରଙ୍କର ବାକ୍ୟ। 17 ପଦରେ ଆମେ ପାଠ କରୁଛୁ, ଦେଖାଯାଉ ଯେଣୁ ଲେଖା ଅଛି ମୁଁ ଯେପରି ତୁମର ଆହ୍ୱାନକର୍ତ୍ତା ଯେପରି ପବିତ୍ର, ଯେପରି ଲେଖା ଅଛି ଈଶ୍ୱରଙ୍କର ବାକ୍ୟ। ପ୍ରେତ ପିତର এই ବିଶ୍ୱାସୀ ମାନଙ୍କୁ ଈଶ୍ୱରଙ୍କର ବାକ୍ୟ ନିକଟକୁ କଢେଇ ନଉଛନ୍ତି। ପିତା କହୁଛନ୍ତି ହେ ବିଶ୍ୱାସୀ ଭାଇ ଭଉଣୀ ମାନେ, ସେବାକାରୀ ମାନେ, ମନେ ରଖ ଯୋଉ ଈଶ୍ୱରଙ୍କର ବାକ୍ୟ ତୁମର ନିକଟରେ ଦିନେ ପହଞ୍ଚିଲା ଆଉ ତୁମେ ବିଶ୍ୱାସ କଲ, ସେ ଅନ୍ଧକାର ମଧ୍ୟରେ ବିଶ୍ୱାସ କଲ, ପ୍ରତିମା ପୂଜାକୁ ପରିତ୍ୟାଗ କଲ, ପୁଣି ବର୍ତ୍ତମାନ ଖ୍ରୀଷ୍ଟଙ୍କର ବିଶ୍ୱାସୀ ଭାବରେ ତୁମେ ବାହାରି ଆସିଛ। ଈଶ୍ୱରଙ୍କର ସେଇ ଜୀବନ୍ତ ସତ୍ୟ ଅଟଳ ବାକ୍ୟକୁ ତୁମେ ଭୁଲି ଯାଅ ନାହିଁ, ସେ ବାକ୍ୟକୁ ଜପଡ଼ି କରି ଧର। ପ୍ରିୟ ଭାଇ ଭଉଣୀ, କେଡ଼େ ବଡ଼ ଆହ୍ୱାନ!
ବର୍ତ୍ତମାନ ସମୟରେ ତାରନାର ମଧ୍ୟରେ ମୋର ପ୍ରିୟ ବିଶ୍ୱାସୀ ଭାଇ ଭଉଣୀମାନେ ଈଶ୍ୱରଙ୍କର ଜୀବନ୍ତ ସତ୍ୟ ବାକ୍ୟକୁ ଆମେ ଜାବୁଡ଼ି ଧରୁ, କାରଣ ତାହା ଅଟଳ ବାକ୍ୟ, ତାହା ଚିରନ୍ତନ ବାକ୍ୟ। ତାଡ଼ନା, ଦୁଃଖ, କଷ୍ଟ ଏ ସମସ୍ତ ପିତର କହୁଛନ୍ତି କେବଳ କ୍ଷଣକାଳ ସ୍ଥାୟୀ, ଲଘୁ କ୍ଲେଶ ଏହା ଚାଲିଯିବ, କିନ୍ତୁ ଈଶ୍ୱରଙ୍କର ବାକ୍ୟ ଅନନ୍ତ କାଳ ସ୍ଥାୟୀ, ତାହା ଚିରସ୍ଥାୟୀ। ଈଶ୍ୱରଙ୍କର ପ୍ରତିଜ୍ଞା କେବେ ଅଟଳ ହବ ନାହିଁ। ଈଶ୍ୱର ତାଙ୍କର ପ୍ରତିଜ୍ଞାରେ ବିଶ୍ୱସ୍ତ ରହିବେ, ତୁମକୁ ଧରି ରଖିବେ, ଶେଷ ପର୍ଯ୍ୟନ୍ତ ଧରି ରଖିବେ, ତୁମକୁ କଦାପି ପରିତ୍ୟାଗ କରିବେ ନାହିଁ, କଦାପି ଛାଡ଼ିବେ ନାହିଁ। ଏହା ଈଶ୍ୱରଙ୍କର ଅଟଳ ପ୍ରତିଜ୍ଞା। ପିତର ସେମାନେ କହୁଛନ୍ତି ଈଶ୍ୱରଙ୍କର ବାକ୍ୟକୁ, ଜୀବନ୍ତ ସତ୍ୟକୁ ଧରି ରଖ। ମୋର ପ୍ରିୟ ବିଶ୍ୱାସୀ ଭାଇ ଭଉଣୀମାନେ, ତାଇ ତ ମଣ୍ଡଳୀର ପାଳକ, ପ୍ରଚାରକ ମାନେ, ମିଶନାରୀ ମାନେ ଈଶ୍ୱରଙ୍କ ବାକ୍ୟକୁ ଆମେ ଭୁଲି ନ ଯାଉ, ସେଇ ବାକ୍ୟକୁ ଧରି ରଖୁ। ସେଇ ବାକ୍ୟକୁ ଧରି ପ୍ରଚାର କରିବା ପାଇଁ, ସେବା କରିବା ପାଇଁ ଆମେ ଆଗେଇ ଚାଲୁ, ଆଗେଇ ଚାଲୁ। ଦୁଃଖ ଆସିବ, ଚାଲିଯିବ। ଚତୁର୍ଥ ବିଷୟ, ପିତର ସେମାନଙ୍କୁ ସ୍ମରଣ କରୁଛନ୍ତି। ମନେ ରଖ, 17 ପଦରେ କହୁଛନ୍ତି ଯେ ମୁଖାପେକ୍ଷା ନ କରି, ଯୋଉ ଈଶ୍ୱର ମୁଖାପେକ୍ଷା ନ କରନ୍ତି, ସେ ପ୍ରତ୍ୟେକଙ୍କୁ ଆପଣା କର୍ମ ଅନୁସାରେ ବିଚାର କରିବେ। ସେଥିପାଇଁ ତୁମମାନଙ୍କର ଏଇ ଅଳ୍ପ ସମୟର ପ୍ରବାସ କାଳକୁ ସଭୟରେ ଈଶ୍ୱର ପ୍ରତି ଭୟ ରଖି ତୁମେ କ୍ଷେପଣ କର। ପ୍ରିୟ ବନ୍ଧୁଗଣ, କେଡ଼େ ବଡ଼ ଆହ୍ୱାନ! କେବଳ ଈଶ୍ୱରଙ୍କର ଗୌରବ ନୁହେଁ, ଈଶ୍ୱରଙ୍କର ପବିତ୍ରତା ନୁହେଁ, ମାତ୍ର ଈଶ୍ୱରଙ୍କର ବାକ୍ୟକୁ ତୁମେ ଜାବୁଡ଼ି ଧର। ମନେ ରଖ, ଈଶ୍ୱରଙ୍କର ବିଚାର, ସେ ବିଚାର କରିବା ପାଇଁ ଆସୁଛନ୍ତି। ତାଙ୍କର ବିଚାରରେ କୌଣସି ଆପୋଷ ମିଳାମିଶା ନାହିଁ, ତାଙ୍କର ବିଚାରରେ କୌଣସି ପକ୍ଷପାତିତା ନାହିଁ, ମାତ୍ର ସେ ନ୍ୟାୟରେ, ପବିତ୍ରତାରେ, ସତ୍ୟରେ ସମସ୍ତଙ୍କର ବିଚାର କରିବେ। ପ୍ରିୟ ଭାଇ ଭଉଣୀମାନେ, ମନେ ରଖିବା କେଡ଼େ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ। ସେଦିନ ପିତର ଏହି ଦୁଃଖ ତାଡ଼ନାର ମଧ୍ୟରେ ମଣ୍ଡଳୀକୁ କହୁଛନ୍ତି, ମୋର ଭାଇ ଭଉଣୀମାନେ, ମନେ ରଖ, ଖ୍ରୀଷ୍ଟ ଆସୁଛନ୍ତି, ସେ ବିଚାର କରିବେ, ତୁମର ବିଚାର କରିବେ, ମୋର ବିଚାର କରିବେ, ସେ ନ୍ୟାୟରେ ବିଚାର କରିବେ। ପ୍ରିୟ ବନ୍ଧୁଗଣ, ଦିନେ ଆପଣ ପୁଣି ମୁଁ ଆମମାନଙ୍କର ବିଶ୍ୱାସର ଜୀବନ ନିମନ୍ତେ, ଆମମାନଙ୍କର ସେବା କାର୍ଯ୍ୟ ନିମନ୍ତେ ଯେ ଆମେ ଦିନେ ବିଚାରିତ ହେବା, ତାହା କ'ଣ ଆମେ ସ୍ମରଣ ରଖିଛୁ? ଯେତେବେଳେ ଆମେ ତାହା ଭୁଲି ଯାଉ, ସେତେବେଳେ ଆମମାନଙ୍କର ବିଶ୍ୱାସ ଜୀବନ ଶିଥିଳ ହେଇ ପଡ଼େ, ସେତେବେଳେ ଆମମାନଙ୍କର ସେବା କାର୍ଯ୍ୟ ଜୀବନ ଶିଥିଳ ହେଇ ପଡ଼େ। ପିତର କହୁଛନ୍ତି, ନା, ସେ ଆସୁଛନ୍ତି, ସେ ବିଚାର କରିବା ପାଇଁ ଆସୁଛନ୍ତି। ସେ ଆପଣଙ୍କୁ ପ୍ରତ୍ୟେକଙ୍କୁ ଆପଣ ପୁରସ୍କାର ଦେବେ, ଦଣ୍ଡ ବି ଦେବେ। ପ୍ରିୟ ଭାଇ ଭଉଣୀ, ସମସ୍ତ ମଧ୍ୟରେ ପ୍ରେରିତ ପିତର ସେମାନଙ୍କୁ ଉତ୍ସାହ ଦଉଛନ୍ତି, ଈଶ୍ୱରଙ୍କର ବିଚାର ଦେବେ। ଏ ସମସ୍ତ ମଧ୍ୟରେ ପିତର ଆମମାନଙ୍କୁ ଉତ୍ସାହ ଦଉଛନ୍ତି, କ'ଣ? ଯେପରି ଆମେ ଆଗେଇ ଚାଲିବା। ହଁ, ଖ୍ରୀଷ୍ଟୀୟ ଏକତା ଶେଷ ଅଂଶଟି ପ୍ରେରିତ ପିତର ସେମାନଙ୍କୁ ସ୍ମରଣ କରୁଛନ୍ତି। 22 ପଦରୁ 2 ପର୍ବର 10 ପଦ ମଧ୍ୟରେ ପିତର ସେମାନଙ୍କୁ କେତେ ଗୁଡ଼ିଏ ବିଷୟ ସ୍ମରଣ କରୁଛନ୍ତି, ଯେପରି ସେମାନେ ଏଇ ଦୁଃଖ, କଷ୍ଟ, ତାଡ଼ନାର ମଧ୍ୟରେ ସେମାନଙ୍କର ଖ୍ରୀଷ୍ଟୀୟ ଏକତାକୁ ଯେପରି ସେମାନେ ଧରି ରଖିବେ। ଏକତାରେ ବଳ, ଯେପରି ଖ୍ରୀଷ୍ଟ ବିଶ୍ୱାସୀ ମାନେ ବ୍ୟକ୍ତିଗତ ଭାବରେ, ମାଣ୍ଡଳିକ ଭାବରେ, ସେବା କାର୍ଯ୍ୟ ଭାବରେ ଯେପରି ସେମାନେ ଏକତ୍ର ରହିବେ, ସେମାନଙ୍କ ମଧ୍ୟରେ ଯେପରି ବିବାଦ ଦେଖାଯିବ ନାହିଁ, ସେମାନଙ୍କ ମଧ୍ୟରେ ଯେପରି କୌଣସି ଗଣ୍ଡଗୋଳ ଦେଖାଯିବ ନାହିଁ। ହଁ ପ୍ରିୟ ବନ୍ଧୁଗଣ, ଅନେକ ସମୟରେ ଦେଖାଯାଏ, ଯେତେବେଳେ ବିଶ୍ୱାସୀ ମଣ୍ଡଳୀରେ ତାଡ଼ନା ଆସେ, ଦୁଃଖ ଆସେ, ମଣ୍ଡଳୀ ଭାଗ ଭାଗ ହେଇଯାଏ, କାର୍ଯ୍ୟକାରୀ ମାନେ ଭାଗ ଭାଗ ହେଇଯାଆନ୍ତି, ବିଭିନ୍ନ ପ୍ରକାର ଚିନ୍ତାଧାରା ଗୋଟେ ଆସେ। କିନ୍ତୁ ପିତର କହୁଛନ୍ତି, ନା, ଏଇ ତାଡ଼ନାର ମଧ୍ୟରେ କେବଳ ଈଶ୍ୱରଙ୍କର ଗୌରବକୁ ଧରି ରଖିବା ଯଥେଷ୍ଟ ନୁହେଁ, ମାତ୍ର ତୁମମାନଙ୍କର ମଧ୍ୟରେ ଏଇ ଏକତାକୁ ମଧ୍ୟ ତୁମେ ଧରି ରଖ। କେତେଟି ଗୁଡ଼ିଏ ଚିତ୍ର କେବଳ ପ୍ରେରିତ ପାଉଲ ସଂକ୍ଷେପରେ ପ୍ରକାଶ କରୁଛନ୍ତି, ସେମାନଙ୍କୁ ସ୍ମରଣ କରୁଛନ୍ତି। 22 ପଦରୁ 2 ପର୍ବର 3 ପଦରେ ପ୍ରେରିତ ପିତର କହୁଛନ୍ତି, ମନେ ରଖ, ଆମେ ତୁମମାନେ ଗୋଟିଏ ପରିବାରଭୁକ୍ତ, ଗୋଟିଏ ପରିବାରରେ ତୁମେ ଜନ୍ମଗ୍ରହଣ କରିଛ, ଗୋଟିଏ ପ୍ରେମରେ ତୁମେ ବନ୍ଧା ହେଇଛ, ଆଉ ତୁମମାନେ ଏକ ଈଶ୍ୱରଙ୍କର ପାଖରେ ପୁଷ୍ଟିକର ଖାଦ୍ୟରେ ଦିନ ପ୍ରତିଦିନ ବୃଦ୍ଧି ପାଉଛ। ଆମେ ସମସ୍ତେ
ଏକ ପରିବାରର ସନ୍ତାନ ସନ୍ତତି। ପ୍ରିୟ ଭାଇ ଭଉଣୀମାନେ, ତାହା କ'ଣ ବାସ୍ତବ? ମନେ ରଖିବା, ଆମେ ସମସ୍ତେ ଭିନ୍ନ ହେଇପାରୁ, କିନ୍ତୁ ଆମମାନେ ଖ୍ରୀଷ୍ଟଙ୍କର ପରିବାରରେ ଆମମାନେ ଏକ। ଦ୍ୱିତୀୟ ଚିତ୍ର ପିତର କହୁଛନ୍ତି, ଆମେ ଗୋଟିଏ ଗୃହର ସମସ୍ତେ ପଥର ସ୍ୱରୂପ। ଯେତେବେଳେ ଗୋଟିଏ ଗୃହରେ ଅନେକ ପଥର ଗୁଡ଼ିକୁ ନେଇ ଗୃହଟି ତିଆରି ହେଇପାରେ, ଛୋଟ ପଥର, ବଡ଼ ପଥର, କିନ୍ତୁ ପିତର କହୁଛନ୍ତି ମନେ ରଖ, ତୁମେ ଭିନ୍ନ ହେଲେ ମଧ୍ୟ, ଆକାରରେ ଭିନ୍ନ ହେଲେ ମଧ୍ୟ, ଗୁଣରେ ଭିନ୍ନ ହେଲେ ମଧ୍ୟ, ମନେ ରଖ ଆମେ ସମସ୍ତେ ଗୋଟିଏ ଗୃହର ପଥର ସ୍ୱରୂପ। ଆଉ ସେଇ ଗୃହରେ ଖ୍ରୀଷ୍ଟ ହଉଛନ୍ତି କୋଣର ପ୍ରଧାନ ପ୍ରସ୍ତର, ସେ ହଉଛନ୍ତି ଜୀବନ୍ତ ପ୍ରସ୍ତର, ପୁଣି ସେ ହଉଛନ୍ତି ଈଶ୍ୱରଙ୍କର ମନୋନୀତ ପ୍ରସ୍ତର, ମୂଲ୍ୟବାନ ପ୍ରସ୍ତର। ପିତର ସ୍ମରଣ କରୁଛନ୍ତି, ଖ୍ରୀଷ୍ଟ ହିଁ ସେଇ ମୂଳଦୁଆ। ଜୀବନ୍ତ ପ୍ରସ୍ତର ଉପରେ ତୁମେ ମଧ୍ୟ ଗୋଟିଏ ଗୋଟିଏ ଜୀବନ୍ତ ପ୍ରସ୍ତର ସ୍ୱରୂପେ ଦିନ ପ୍ରତିଦିନ ଗୃହ ନିର୍ମାଣ କାର୍ଯ୍ୟରେ ତୁମେ ଲାଗି ରହିଛ। ସେଇ ଜୀବନ୍ତ ପ୍ରସ୍ତର, ସେ ବହୁମୂଲ୍ୟ ପ୍ରସ୍ତର, ସେଇ ମନୋନୀତ ପ୍ରସ୍ତର ଯେ ଖ୍ରୀଷ୍ଟ, ତାଙ୍କୁ ଭୁଲି ଯାଅ ନା। ଖ୍ରୀଷ୍ଟଙ୍କ ଠାରେ ତୁମେ ପରସ୍ପର ସହିତ ଗୋଟିଏ ଗୃହରେ ନିର୍ମିତ ହେଇ ଆଗେଇ ଚାଲ। ପ୍ରିୟ ଭାଇ ଭଉଣୀମାନେ, ଏହା କ'ଣ ଆମମାନଙ୍କର ଜୀବନରେ ବାସ୍ତବ? ଗୋଟିଏ ପରିବାର ଭାବରେ, ଗୋଟିଏ ଗୃହ ଭାବରେ ଆଜି କ'ଣ ମାନେ ଖ୍ରୀଷ୍ଟଙ୍କ ନିମନ୍ତେ ବୃଦ୍ଧି ପ୍ରାପ୍ତ ହଉଛୁ, ନିର୍ମିତ ହଉଛୁ? ତୃତୀୟ ଚିତ୍ର ପାଉଲ କହୁଛନ୍ତି, ଆମମାନେ ଗୋଟିଏ ମନ୍ଦିରରେ, ଈଶ୍ୱରଙ୍କର ମନ୍ଦିରରେ ଆମେ ସମସ୍ତେ ପ୍ରତ୍ୟେକ ଯାଜକ। ଈଶ୍ୱରଙ୍କର ମନ୍ଦିରରେ ଆମେ ସମସ୍ତେ ଯାଜକ। ତାଙ୍କର ସେବା କାର୍ଯ୍ୟରେ ଆମ ସମସ୍ତଙ୍କର ଅଂଶ ରହିଛି। ପ୍ରିୟ ବନ୍ଧୁଗଣ, କି ସୁନ୍ଦର ଚିତ୍ର! ମଣ୍ଡଳୀ ମଧ୍ୟରେ ବିଶ୍ୱାସୀ ଭାଇ ଭଉଣୀ ଭାବରେ ଆମେ ସମସ୍ତେ ମଣ୍ଡଳୀ ମଧ୍ୟରେ ଆମମାନେ ଯାଜକ ସ୍ୱରୂପ। ଯେପରି ଆମମାନେ ପବିତ୍ର ଆଚରଣ କରିବା, ଯେପରି ଆମେ ତାଙ୍କର ଲୋକ ଭାବରେ ଆଚରଣ କରିବା, ଆଉ ତାଙ୍କର ସେବା କାର୍ଯ୍ୟରେ ଆମେ ଲାଗି ରହିବା। ପରିବାର ଭାବରେ, ପୁଣି ଗୃହରେ ଭାବରେ, ପୁଣି ମଣ୍ଡଳୀ ଭାବରେ, ଗୋଟିଏ ମନ୍ଦିରରେ ଆମମାନେ ସମସ୍ତେ ଯାଜକ ସ୍ୱରୂପ। କେହି ବଡ଼ ନାହିଁ, କେହି ସାନ ନୁହେଁ, କେହି ମହାଯାଜକ ନୁହନ୍ତି, କେହି ସାନ ମହାଯାଜକ ନୁହନ୍ତି, ଆମେ ସମସ୍ତେ ଯାଜକ। ମନ୍ଦିରରେ ଆମ ସମସ୍ତଙ୍କର ସେବାର ସ୍ଥାନ ରହିଛି। ଆଉ ଶେଷ ଚିତ୍ରଟି ପିତର କହୁଛନ୍ତି, ଆମେ ଗୋଟିଏ ଦେଶରେ ସମସ୍ତେ ପ୍ରଜା। ଗୋଟିଏ ଦେଶ, ସ୍ୱର୍ଗ ମାନଙ୍କର ଦେଶ, ପୁଣି ଆମମାନେ ସମସ୍ତେ ସ୍ୱର୍ଗର ପ୍ରଜା। ଭାଇ ଭଉଣୀମାନେ, ଈଶ୍ୱରଙ୍କର ରାଜ୍ୟରେ ଧନୀର ସ୍ଥାନ, ଦୁର୍ବଳର ସ୍ଥାନ, ଏସବୁକୁ ଆମେ ଗଣନା କରି ନପାରୁ। ଈଶ୍ୱରଙ୍କର ଦେଶରେ, ସ୍ୱର୍ଗୀୟ ରାଜ୍ୟରେ ଆମେ ସମସ୍ତେ ପ୍ରଜା ଭାବରେ ଆମ ସମସ୍ତଙ୍କର ଅଧିକାର ରହିଛି, ସମସ୍ତଙ୍କର ସୁଯୋଗ ରହିଛି। ପାତର ଅନ୍ତର ଭାବ ନାହିଁ, ଉଚ୍ଚ ନିଚ ଭାବ ନାହିଁ। ପ୍ରିୟ ବନ୍ଧୁଗଣ, ଏ ସମସ୍ତ କହିବା ମଧ୍ୟରେ ପିତର ସେମାନଙ୍କୁ କହୁଛନ୍ତି, ଏଇ ଗୌରବମୟ ପରିତ୍ରାଣକୁ ତୁମେ ଜାବୁଡ଼ି ଧର। ଗୌରବମୟ ପରିତ୍ରାଣକୁ ଜାବୁଡ଼ି ଧର। ଏହି ଗୌରବମୟ ପରିତ୍ରାଣର ଅଧିକାରୀ ହେବା ନିମନ୍ତେ, ଅକ୍ଷୟ ମୁକୁଟର ଅଧିକାରୀ ହେବା ନିମନ୍ତେ ତୁମେ କ'ଣ ଏଇ ଦୁଃଖର ଦିନ ଗୁଡ଼ିକୁ ଆନନ୍ଦରେ ସହିଦେବା ପାଇଁ ପ୍ରଭୁଙ୍କ ଠାରେ ତୁମର ପ୍ରେମ, ତୁମର ବିଶ୍ୱାସ, ତୁମର ଭରସାକୁ ତୁମେ ଜାବୁଡ଼ି ଧର। ଆଉ ମନେ ରଖ ଯେ ତୁମେ ଏକତାର ବନ୍ଧନରେ ତୁମେ ବାନ୍ଧି ଦିଅ। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଯେତେବେଳେ ବର୍ତ୍ତମାନର ଦୁଃଖ ଭୋଗ ମଧ୍ୟରେ, ତାଡ଼ନାର ମଧ୍ୟରେ ସେଦିନ ପରି ଆମମାନେ ଆଜି ଗତି କରୁଛୁ, ଯେପରି ଆମମାନେ ସେହି ଗୌରବମୟ ପରିତ୍ରାଣକୁ ନିଜର ଜୀବନରେ, ନିଜର ପରିବାରରେ, ନିଜର ମଣ୍ଡଳୀ ମଧ୍ୟରେ ଯେପରି ଆମମାନେ ବାନ୍ଧି ରଖିବା, ଫଳରେ ଯେଉଁମାନେ ଚାରିପାଖରେ ଅଛନ୍ତି ସେମାନଙ୍କର ନିମନ୍ତେ ଯେପରି ଆମେ ଆଶୀର୍ବାଦର କାରଣ ହେଇପାରିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।